ଯୋଉମାନେ ଦେଖନ୍ତୁ ଯେମିତି କହିଥିଲେ ଆଜି ଜେଜେମା ଷ୍ଟାଇଲ ଅଣ୍ଡା ଝୋଳ ହବ ତେଣୁ ହାତରେ କି ଆଳୁ ପକେଇଦବା। ସାମାନ ଦେଖନ୍ତୁ ଏବେ ମୋର ପିଆଜ କଟା ସରିଯାଇଛି, ବିଲାତି କଟା ସରିଯାଇଛି, ଆଉ ହଉଛି ଆପଣ ଦେଖିପାରୁଥିବେ କେମିତି ମୁଁ ବାଟୁଥିଲି ଆଉ ପିଆଜ ଆମର ନାଲି ହେଇଗଲାଣି। ଦେଖନ୍ତୁ ବିଲାତି ଆମର ରେଡି। ଏବେ ସେ କିଛି ଲଙ୍କା ଆଉ ହଳଦୀ ପକେଇବା। ହାଫ ଚାମଚ ଟିକେ ଅଧିକା ହଳଦୀ। ଦେଖନ୍ତୁ ଜେଜେମାଙ୍କ ପଦ୍ଧତିରେ ଅଣ୍ଡା ଝୋଳ ଆମର ତିଆରି ହେଇଯାଇଛି। ତ ଏବେ ଖାଇକି ଜଣା ପଡିବ କଣ କେମିତି ହେଇଛି। ମୁଁ ବି ଚାଖି ନାହିଁ ଡାଇରେକ୍ଟ ଖାଇବା, ଖାଇକି କହିବି ଆପଣଙ୍କୁ। ୱାଓ, ମୁଁ ବିଶ୍ୱାସ କରିପାରିବିନି ଏତେ ସୁନ୍ଦର ହେଇଛି। ଜୟ ଜଗନ୍ନାଥ ଭାଇ ଭଉଣୀ ମାନେ, କେମିତି ଅଛନ୍ତି? ଆଶା କରୁଛି ଭଲ ଥିବେ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସେମିତି ଭଲ କରିଥାନ୍ତୁ। ବିନ୍ଦାସ ରୁହନ୍ତୁ, ବୋବାଲ ରୁହନ୍ତୁ, ଖୁସିରେ ରୁହନ୍ତୁ। ତ ସାଙ୍ଗମାନେ ଦୈନନ୍ଦିନର କାମ ସାରି ତ ଏବେ ଆସିଲି। ଏବେ ଭାବିଛି ଆଜି ମୋ ଜେଜେମା ଯେମିତି ଅଣ୍ଡା ବନଉଥିଲେ, ଅଣ୍ଡା ତରକାରୀ, ଆଜି ଜେଜେମା ଷ୍ଟାଇଲରେ ଅଣ୍ଡା ତରକାରୀ ବନେଇବି। ତ ଚାଲନ୍ତୁ ଭିଡିଓଟି ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡିଓଟି ଭଲ ଲାଗେ ତ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ। ଆଉ ଭିଡିଓଟି କେମିତି ହେଇଛି କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଚାଲନ୍ତୁ ଆଜିର ଭିଡିଓ ଷ୍ଟାର୍ଟ କରିବା। ସାଙ୍ଗମାନେ ଦେଖନ୍ତୁ ଯେମିତି କହିଥିଲେ ଆଜି ଜେଜେମା ଷ୍ଟାଇଲରେ ଅଣ୍ଡା ଝୋଳ ହବ ତେଣୁ ହାତରେ କି ଆଳୁ ପକେଇଦବା। ହାତରେ ଆଳୁ ପକେଇଦେଲେ ଏକା ସାଥରେ ସବୁ ହବ। ଆଳୁ ଅଣ୍ଡା ଏକା ସାଥିରେ ପଡିବ। ଆଳୁ ପକେଇଲି ଏବଂ ଅଣ୍ଡା ପକେଇଦବା। ଗୋଡ ମାରିଦବ ବାସ୍। ଭାତ ହବା ଭିତରେ ଆମେ ମସଲା ପ୍ରସ୍ତୁତ କରିନବା। ସାମାନ ଦେଖନ୍ତୁ ଏବେ ମୋର ପିଆଜ କଟା ସରିଯାଇଛି, ବିଲାତି କଟା ସରିଯାଇଛି, ଆଉ ହଉଛି ଅଦା ରସୁଣ ଲଙ୍କା ତାକୁ ଏବେ ବଟା ଯିବ। ଦେଖନ୍ତୁ କେମିତି ମୁଁ ଆଜି ବଟଉଛି ଜେଜେମା ଷ୍ଟାଇଲରେ। ମୋ ଜେଜେମା ମୋତେ ଶିଖେଇ ଦେଇଥିଲେ, ସେଇ ଷ୍ଟାଇଲରେ ଆଜି ବଟାଯିବ। ହ୍ୟାଲୋ। ଆପଣ ଦେଖିପାରୁଥିବେ କେମିତି ମୁଁ ବାଟୁଥିଲି ଆଉ କୋଉ ପରିସ୍ଥିତିରେ ବାଟୁଥିଲି। ଫାଇନାଲି ସକ୍ସେସ୍, ବାଟା କମ୍ପ୍ଲିଟ। ଭାତ ଏପଟେ ହେଇଗଲାଣି, ଏବେ ରୋଷେଇ କରିବା। ଭାତ ସହିତ ଆମର ଅଣ୍ଡା ରେଡି, ଭାତ ସେଠି ଚାଲିଛି, ଅଣ୍ଡା ରେଡି, ରୋଷେଇ କରିବା।
ଏବେ ଆମର କଡ଼େଇ ବସେଇଛି, କଡ଼େଇରେ ତେଲ ଦେଇଛି, ଜିରା ପକେଇଦବା, ପିଆଜ ଆମର ନାଲି ହେଇଗଲାଣି, ଅଦା ରସୁଣକୁ ବାଟିଦେଲେ ବଢିଆ ପରିସ୍ଥିତିରେ ବାଟି ଦେଖନ୍ତୁ ତେଲରୁ ପାଣି ଛାଡ଼ି ମସଲାରୁ ତେଲ ଛାଡ଼ିସାରିଲାଣି। ତ ଏବେ କାଟିକି ରଖିଥିବା ବିଲାତି ପକେଇବା, ଦେଖନ୍ତୁ ବିଲାତି ରେଡି। ଏବେ ସେ କିଛି ଲଙ୍କା ଆଉ ହଳଦୀ ପକେଇବା, ହାଫ ଚାମଚ ଟିକେ ଅଧିକା ହଳଦୀ, ଗୋଟେ ଚାମଚ ଟିକେ କମ୍ ଲଙ୍କା, କାହିଁକିନା ଗୋଟା ଲଙ୍କା ଦେଇଥିଲେ ରାଗ ହେଇଯିବ। ତ ୟାକୁ ଦେଇଦବା ଭଲକି, ପାଣି ଦେଇଦବା, ଆପଣମାନେ ଭାବୁଥିବେ ମିଛ କଥା, ଏମିତି ମତେ ଜଣା ବନାଉଥିଲେ କାଠ ଚୁଲିରେ ବନାଉଥିଲେ, ଏତିକି ହିଁ ଫରକ, ଆଉ କିଛି ଫରକ ନାହିଁ। ଏগুলো କିଛି ଲଙ୍କା ଗୁଣ୍ଡ କିଛି ଦେଇଦେବି, ରାଗ ପାଇଁ ଟିକେ ଲଙ୍କା ଦେଇଦେବି, କାଶ୍ମୀର ଦେଲେ କୌଣସି କିଛି ଦେଇଦେବି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ କିଛି ଦେଇଦେବି। ଫୁଟିଗଲା ପରେ ଆଉ ଅଣ୍ଡା, ତ ଆପଣମାନେ ଭାବୁଥିବେ ଅଣ୍ଡା ତ ପ୍ରାୟ ଲୋକ ତେଲ ଟିକେ ଭାଜି ଦିଏ, ଇଏ ଟିକେ ଭାଜିଲେ ପରିବା କାହିଁକି ଭାଜିଲେ, କାହିଁକି ନା ଏବେ ଦେଶମ ଉପରେ ଦିଏ ସେତେବେଳେ ଏତେ ପଇସାର ଇଏ ନଥିଲା କି ଯେ ପୁଣି ଡବଲ ତେଲରେ ଭାଜିବାକୁ ସକ୍ଷମ ହଉଥିଲେ। ରୋଷେଇ କରୁଥିଲେ, ତ ସେଇ ହିସାବରେ ମୁଁ ବି କଲି ଆଉ କିଛି ସମୟ ପରେ ହେଲା ପରେ ପୁଣି ଦେଖେଇବି କଣ ୟା ପରେ ହବ। ଦେଖନ୍ତୁ ଜେଜେମାଙ୍କ ପଦ୍ଧତିରେ ଅଣ୍ଡା ଝୋଳ ଆମର ତିଆରି ହେଇଯାଇଛି। ତ ଏବେ ଖାଇକି ଜଣା ପଡିବ କଣ କେମିତି ହେଇଛି। ବେଶୀ କିଛି ମସଲା ପତ୍ର ନାହିଁ, ପୁରା ନର୍ମାଲ। ଅଣ୍ଡା ଟା ଆମର ଖୋଲିଗଲା ଯେହେତୁ ତେଲରେ ଭଜା ହେଇନି ଥରେ, ଡାଇରେକ୍ଟ ସେମିତି ସିଝା ହେଇକି କରାଯାଇଛି ଅଣ୍ଡା ଆଉ ଭାତ ସହିତ ଦିଆଯାଇଥିଲା ନା, ସେଥିପାଇଁ ଟିକେ କଟିଗଲା। ଚାଲ କଣ ଅଛି,
ସେଇଟା ଆମେ ଭାଙ୍ଗିକି ଖାଇଥାନ୍ତୁ, ଖାଇଦବା ଆଉ କଣ ଅଛି। ଫାଇନାଲି ଏବେ ଖାଇବା, ଖାଇକି କହିବା କେମିତି ହେଇଛି। ଫାଇନାଲି ଏପର୍ଯ୍ୟନ୍ତ ତାମାନେ ମୁଁ ଲୁଣ ବି ଚାଖି ନାହିଁ, କେମିତି ହେଇଛି କେମିତି ନାହିଁ, ଲୁଣ ବି ଚାଖି ନାହିଁ। ଡାଇରେକ୍ଟ ଖାଇବା, ଖାଇ କହିବି ଆପଣଙ୍କୁ। ୱାଓ, ମୁଁ ବିଶ୍ୱାସ କରିପାରିବିନି ଏତେ ସୁନ୍ଦର ହେଇଛି। ମାନେ ମୁଁ ଭାବୁଛି ଏ ଯୋଉ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ମିଟ୍ ମସଲା ଏଟା କଣ ପାଇଁ ଯେ ଆବଶ୍ୟକ ହିଁ ନାହିଁ। ସତରେ ଆପଣ ମାନେ କି ଅଦା, ରସୁଣ, ଲଙ୍କା ଜିରା ଦେଇ କରନ୍ତୁ, ଯଦି ଭଲ ନ ଲାଗିବ ମତେ କହିବେ। ରିଏଲି ଫାଣ୍ଟାଷ୍ଟିକ୍। କିପରି ଭାବେ ଆପଣ ମାନେ କରିଥାନ୍ତୁ, ଯଦି ଭଲ ନ ଲାଗିବ ମତେ ନିଶ୍ଚିତ ଜଣାନ୍ତୁ। 100% ଗ୍ୟାରେଣ୍ଟି ତମକୁ ନିଶ୍ଚିତ ଭଲ ଲାଗିବ। ଲୁଣ ଟିକେ କମ ହେଇଛି ଅବଶ୍ୟ, ନହେଲେ ପୁରା ଏକ ନମ୍ବର। ଅଣ୍ଡା ବି ଡବଲ ଭାଜିବାର ନାହିଁ, ଡାଇରେକ୍ଟ ସିଝିଗଲା ଭାତ ସହିତ। କାହିଁକି ନା ଡବଲ ସିଝିଲେ ବହୁତ ଗ୍ୟାସ୍ ପଳେଇବ, ଟାଇମ ୱେଷ୍ଟ ହବ। ପୁରା ଫାଣ୍ଟାଷ୍ଟିକ୍, ରିଏଲି ସତରେ ଏତେ ସୁନ୍ଦର ହବ ମୁଁ ଭାବିନଥିଲି। କିନ୍ତୁ ଅବଶ୍ୟ ଗୋଟେ କଥା ସତ କଥା, ମୋ ଜେଜେମା ଯେମିତି ଟେଷ୍ଟ ଆଣିଥିଲେ ସେଇ ଟେଷ୍ଟ ଆଣିହବନି, କିନ୍ତୁ ନର୍ମାଲ ଅପେକ୍ଷା ଏଟା ବହୁତ ଭଲ ଲାଗୁଛି। ମୋ ଜେଜେମାଙ୍କ ହାତରୁ ମୁଁ ଖାଇଲି, ଗୋଟେ କଥା ଜାଣିଥିବେ, କେହି କାହାର ହାତ ଟେଷ୍ଟ ସମାନ କରିପାରିବେନି। ସେ ତ ଭଲ କରିବ, ଖରାପ କରିବ, ସେଇଭଳିଆ କରିବ, କିନ୍ତୁ ସମାନ କେହି କରିପାରିବେ ନାହିଁ। ସେଇଭଳି କଥା, କିନ୍ତୁ ଏଇ ପଦ୍ଧତିରେ ବନେଇ ଖାଆନ୍ତୁ, ବହୁତ ସୁନ୍ଦର ଲାଗିବ। ତ ସାଙ୍ଗମାନେ ଆଜି ପାଇଁ ଭିଡ଼ିଓଟା ଏତିକି, ରହିଲି। ତ ଭିଡ଼ିଓ ଟି ଶେଷ ପର୍ଯ୍ୟନ୍ତ ଦେଖିଲା ପରେ କେମିତି ହେଇଛି କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯୋଉ ଭାଇ ଭଉଣୀ ମାନେ ନୂଆ ଆସୁଛନ୍ତି ମୋ ଚ୍ୟାନେଲ କୁ, ତ ଦୟାକରି ସବସ୍କ୍ରାଇବ କରିଦେବେ, କାହିଁକି ନା ସର୍ବପ୍ରଥମେ ମୁଁ ଯେତେବେଳେ ଭିଡ଼ିଓ ଛାଡ଼ିବି ଆପଣଙ୍କ ପାଖରେ ପହଞ୍ଚିବ। ଆଉ ଯୋଉମାନେ ଏଇ ପଦ୍ଧତିରେ ଆପଣ ମାନେ ଯୋଉମାନେ ରୋଷେଇ କରି ଖାଇବେ, କେମିତି ଲାଗୁଛି ମତେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ତ ସାଙ୍ଗମାନେ ରହିଲି, ନମସ୍କାର, ଜୟ ଜଗନ୍ନାଥ, ଶୁଭରାତ୍ରି।